हाय फ्रेंड्स जय जगन्नाथ केमती अच्छे आपण मैंने भल अच्छे ना मु तो बहुत भल रही आशा कर बहुत भल थे सकाଳେ सकाଳେ ଆପଣ ଗୋଟେ ନୂଆ ଭିଡ଼ିଓରେ ସ୍ୱାଗତ କରୁଛି। ଚାଲନ୍ତୁ ଦେଖିବା ସଣ୍ଡେ ସକାଳୁ ସକାଳୁ ଆଜି କ'ଣ ହେଉଛି। ତ ମୁଁ ତ ଉଠି ଯାଇଛି। ତ ଏଇଠି ଦେଖନ୍ତୁ ଗୁଡୁ ଆଉ ଗୁଡୁ ପାପା କେମିତି ଶୋଇଛନ୍ତି। ଏଇଠି ଦେଖୁନାହାନ୍ତି କେମିତି ଯେମିତି କଙ୍ଗାରୁ ତା ପିଲାକୁ ଧରିକିରି ଶୋଏ ନା, ପାପା ତାର ସେମିତିଆ ଝିଅକୁ ଧରିକିରି ବାସ୍ ଶୋଇଛନ୍ତି। କିନ୍ତୁ ଏପଟେ ବାବୁ ଆଉ ଜାଣୁନାହାନ୍ତି ଯେ 8:30 ହେଇଗଲାଣି। ମାନେ ୟାଙ୍କର ନିଦ ହିଁ ଭାଙ୍ଗିବାର ନାଁ ନଉନି ହେଲା କି। ଆଉ ସଣ୍ଡେରେ ଜାଣିଥିବେ ଆପଣମାନେ ବହୁତ ସାରା କାମ 7 ଡେଜ୍ର କାମ ଥାଏ, ତ ତାକୁ ଛିଣ୍ଡେଇବାକୁ ପଡ଼େ। କେତେ ସାରା ଲୁଗାପଟା ବି ମୁଁ ବାହାର କରିଛି, ତ ତାକୁ ସଫା କରିବାର ଅଛି। ସଫାସଫି ସରିବା ପରେ ନା ବାବୁ ଉଠି ପଡ଼ିଥିଲେ, ଆସିଲେ ଗୁହାଳକୁ। ତ ଗୁହାଳର ପ୍ରାୟତଃ କାମ ଛିଣ୍ଡି ଯାଇଥିଲା। ଗୋଟେ ଆଗ ଦେଖନ୍ତୁ କେତେ ସୁନ୍ଦର ଜାଗାରେ ବସି ପଡ଼ିଲେ ଗାଈ ଦୁହିଁବା ପାଇଁ। ବସିଲେ ସେ ଦୁହିଁ ପାରନ୍ତିନି, ତ ଗାଈ ଦୁହିଁବା ପାଇଁ ବସି ପଡ଼ିଛନ୍ତି। ତ ଗାଈ ତ ଯେହେତୁ ଜନ୍ମ କରିଥିଲା ଆପଣମାନେ ଦେଖିଥିଲେ, ତ ତା ପହ୍ନାଟା ଠିକ୍ କରିବାର ଅଛି, ନହେଲେ ମାଷ୍ଟାଇଜ୍ ହେଇଯିବ। ଦିନକୁ 5-7 ଥର ଦୁହାଁ ହେଉଛି। ତ ତାପରେ ସେପଟେ ବୋଉ ଆଜି ରୋଷେଇବାସ ସାରି ଦେଇଥିଲେ। ତ ଆମେ କ'ଣ କଲୁ ନା ଗାଧୁଆ ପାଧୁଆ ସରିକିରି ମା ପିଲା ସମସ୍ତେ ବସି ପଡ଼ିଲୁ ଖାଇବା ପାଇଁ। ତ ଖାଇବା ପାଇଁ ବସିଲୁ। ଆଜି କ'ଣ ହେଇଛି ନା ମାଛ ଭଜା, ତା ସାଙ୍ଗକୁ କଲରା ଆଳୁ ଚିପ୍ସ, ଆଉ ଲୁଣି ମାଛ ଆକ୍ଚୁଆଲି ଭଜା ହେଇଥିଲା, ଆଳୁ ଭର୍ତ୍ତା, ଏମିତି ସାରା ଆଇଟମ୍ ହେଇଛି। ତ ଆଜିର ଦିନଟି ମୋର ଏମିତି ହିଁ କଟିଥିଲା। ଆଜି ମମ୍ମି ମିଠା ଟିକେ ଖାଇବା କଥା ରେ ଖା। ସିଆଡ଼େ ସିଆଡ଼େ ପଳା, ଥିରେ ହେଇକି ବସି ଖା। ଟିକେ ଦେବି ଡ୍ରାଇ ଫ୍ରୁଟ୍ସ। ଆପଣମାନଙ୍କର ଦିନଟି କେମିତି ଗଲା କମେଣ୍ଟ ବକ୍ସରେ ନିଶ୍ଚୟ ଜଣାଇବେ। ଆଉ ଭଲ ଲାଗିଲେ ଲାଇକ୍, କମେଣ୍ଟ, ସେୟାର ନିଶ୍ଚୟ କରିବେ। ଆଉ ଆଜ୍ଞା ସବସ୍କ୍ରାଇବ୍ କରିବାକୁ ଜମା ବି ଭୁଲିବେନି।